କିଛି କଥା କିଛି ଶବ୍ଦ ଆମ ଜୀବନରେ ଏମିତି ଗୋଟେ ଛାପ ଛାଡ଼ିଯାଏ ଯାହା ବର୍ଷ ବର୍ଷ ଧରି ଆମ ଭିତରେ ବଞ୍ଚି ରହେ। ତେବେ ଆଜି ଆମେ ଏମିତି ଜଣେ ଶିକ୍ଷକଙ୍କ କାହାଣୀ ବିଷୟରେ ଜାଣିବା ଯାହାଙ୍କର ଗୋଟିଏ ବାକ୍ୟ ତାଙ୍କ ଛାତ୍ର ପାଇଁ ଜୀବନର ସବୁଠୁ ବଡ଼ ପାଠ ପାଲଟି ଯାଇଥିଲା। ମୋ ସମୟ ଆସିଲେ ମୁଁ ଭଲ ଭାବରେ ବୁଝାଇଦେବି। ଶୁଣିବାକୁ ତ ଏକ ସାଧାରଣ ବାକ୍ୟ, କିନ୍ତୁ ଏହା ହିଁ ଥିଲା ସେହି ଶବ୍ଦ ଯାହା ଏକ ଶ୍ରେଣୀଗୃହର ଚାରିକାନ୍ଥ ଭିତରୁ ବାହାରି ଜଣେ ଛାତ୍ରଙ୍କ ପାଇଁ ସାରା ଜୀବନର ଶିକ୍ଷା ବନିଗଲା। ଆଉ ଏହି ଗୋଟିଏ ବାକ୍ୟ ହିଁ ଆମ କାହାଣୀର ମୂଳଦୁଆ। ତେବେ ଚାଲନ୍ତୁ କାହାଣୀର ଆରମ୍ଭକୁ ଫେରିଯିବା। ଆମେ ଏହି ପୂରା କାହାଣୀକୁ ଦେଖିବା ସେହି ଛାତ୍ରଙ୍କ ଆଖିରେ ଯିଏ ବର୍ଷ ବର୍ଷ ପରେ ବି ନିଜର ପ୍ରିୟ ମାଷ୍ଟରଜୀଙ୍କୁ ମନେ ପକାଉଛନ୍ତି। ଏ କାହାଣୀ ହେଉଛି ଜଣେ ଛାତ୍ରର, ତାଙ୍କ ସ୍ମୃତିର, ଆଉ ସେହି ସ୍ମୃତି ଭିତରେ ଥିବା ତାଙ୍କ ଶିକ୍ଷକଙ୍କର। ତେବେ ଆସନ୍ତୁ ଜାଣିବା ସେହି ସ୍ମୃତିର ଦର୍ପଣରେ ଦେଖିବା ମାଷ୍ଟରଜୀ ପ୍ରକୃତିରେ କେମିତି ଥିଲେ। ଆଖି ବନ୍ଦ କଲେ ଯେମିତି ଦେଖାଯାଉଥିଲା ବନାରସରୁ ଆସିଥିବା ସେହି ମାଷ୍ଟରଜୀ। ତାଙ୍କର ଚେହେରା ଥିଲା ଅଭୁଲା, ଗୋରା ତକ୍ତକ୍ ରଙ୍ଗ, ଡେଙ୍ଗା ପତଲା ଚେହେରା ଆଉ ଲମ୍ବା ମୁହଁ ଉପରେ ତୀକ୍ଷ୍ଣ ନାକଟିଏ। ବସ୍ ଏହି ଚିତ୍ର ହିଁ ତାଙ୍କ ବ୍ୟକ୍ତିତ୍ୱର ପରିଚୟ ଥିଲା। ଆଉ ଏବେ ଆସନ୍ତୁ ସେହି ଶ୍ରେଣୀଗୃହକୁ ଯିବା ଯେଉଁଥିରେ ଗୋଟିଏ ଛୋଟ ଘଟଣା ଏକ ବଡ଼ ଶିକ୍ଷାର କାରଣ ପାଲଟିଥିଲା। ସେହି ମୁହୂର୍ତ୍ତ ଯାହା ସବୁଦିନ ପାଇଁ ମନେ ରହିଗଲା। କ୍ଲାସ୍ ଚାଲିଥାଏ, କିନ୍ତୁ ଜଣେ ଛାତ୍ର ଅଶୋକ, ଯାହାକୁ ସମସ୍ତେ ମୁନ୍ନା ବୋଲି ଡାକୁଥିଲେ, ନିଜର ପିଲାଳିଆମିରେ ବ୍ୟସ୍ତ ଥିଲେ। ମାଷ୍ଟରଜୀ ତାଙ୍କ ଥରେ ମନା କଲେ, କିନ୍ତୁ ସେ ଶୁଣିଲେନି। ଆଉ ତାଙ୍କର ଉତ୍ତର ବି ଥିଲା ସେମିତି। ପୂରାପୂରି ହଳକା ଭାବରେ ସେ କହିଦେଲେ, ନାଇଁ ମାଷ୍ଟରଜୀ, ସେ ତ ଥଟ୍ଟା କରୁଛେ। ସେତେବେଳେ ସେ ବୁଝିନଥିଲେ ଯେ ସେ କେତେ ବଡ଼ ଶିକ୍ଷା ପାଇବାକୁ ଯାଉଛନ୍ତି। ହେଲେ ମାଷ୍ଟରଜୀ ରାଗିଲେନି, ବରଂ ବହୁତ ଶାନ୍ତ ଭାବରେ ସେ ଯାହା କହିଲେ ସେଇ କଥାଟି ଇତିହାସ ହେଇଗଲା। ସେ କହିଲେ, ମୋ ସମୟ ଆସିଲେ ମୁଁ ଭଲ ଭାବରେ ବୁଝାଇଦେବି। ଏହା ରାଗ ନଥିଲା, ବରଂ ଥିଲା ଧୈର୍ଯ୍ୟର ଏକ ପ୍ରତିଶ୍ରୁତି। ସେଦିନ ସେଠି କୌଣସି ଦଣ୍ଡ ଦିଆଯାଇନଥିଲା। ଦିଆଯାଇଥିଲା ତ କେବଳ ଧୈର୍ଯ୍ୟର ଏକ ପାଠ, ଯାହାର ଗୁଞ୍ଜରଣ ବର୍ଷ ବର୍ଷ ଧରି ଶୁଭିବାର ଥିଲା। ସେହି ଶିକ୍ଷା କେବଳ ସ୍କୁଲର ଚାରିକାନ୍ଥ ଭିତରେ ସୀମିତ ନଥିଲା। ବର୍ତ୍ତମାନ କାହାଣୀରେ ଆସୁଛି କି ଲମ୍ବା ଛଲାଙ୍ଗ। ସମୟ ବହୁତ ଆଗକୁ ବଢ଼ିଯାଇଛି। ସେହି ଛୋଟ ଛାତ୍ର ଜଣକ ଆଜି ବଡ଼ ହୋଇଯାଇଛନ୍ତି ଆଉ ନିଜର ସେହି ପୁରୁଣା ଶିକ୍ଷକଙ୍କୁ ଖୋଜିବା ପାଇଁ ବାହାରିଛନ୍ତି। ଦେଖନ୍ତୁ, ପିଲାଦିନର ସେହି ଘଟଣା ଆଉ ଆଜିର ଏହି ଖୋଜାଖୋଜି, ଏହା ଭିତରେ ବିତିଯାଇଛି ଅନେକ ବର୍ଷ, କିନ୍ତୁ ସ୍ମୃତି ଏବେ ବି ସତେଜ। ଆଉ ସେହି ସ୍ମୃତି ହିଁ ତାଙ୍କୁ ବନାରସ ପର୍ଯ୍ୟନ୍ତ ଟାଣି ଆଣିଛି। ଆଉ ଖୋଜିବାର ଯାତ୍ରା ଆସି ପହଞ୍ଚିଲା ବନାରସର ସଦର ବଜାରରେ, ଡାକଘର ପାଖରେ, ଏକ ଅଜଣା ସହରରେ ପୁରୁଣା ସ୍ମୃତିର ସନ୍ଧାନ। ଏହା ସହଜ ନଥିଲା। ହେଲେ ଏଠି ଗୋଟେ ଅଜବ କଥା ହେଲା। ଯେତେବେଳେ ସେ ରୂପନାରାୟଣ ସାହାଙ୍କ କଥା ପଚାରିଲେ, ଲୋକେ ତାଙ୍କୁ ଜଣେ ସୁନା ଦୋକାନୀ ବୋଲି ଭାବିଲେ। କିନ୍ତୁ ଛାତ୍ର ଜଣକ ପାଇଁ ତାଙ୍କ ରୂପନାରାୟଣ ଥିଲେ ପିଲାଙ୍କ ଶିକ୍ଷକ, ତାଙ୍କର ପ୍ରକୃତ ସମ୍ପଦ। ଆଉ ଯେମିତି ହିଁ ସେ କହିଲେ ଯେ ସେ ଜଣେ ଶିକ୍ଷକଙ୍କୁ ଖୋଜୁଛନ୍ତି, ବାସ୍ ସବୁକିଛି ବଦଳିଗଲା। ଲୋକଙ୍କ ଆଖିରେ ସମ୍ମାନର ଭାବ ଆସିଗଲା। ଆଉ ସେତେବେଳେ ସାମ୍ନାକୁ ଆସିଲା ମାଷ୍ଟରଜୀଙ୍କର ପ୍ରକୃତ ପରିଚୟ। କାରଣ ସେଠାରେ ରୂପନାରାୟଣ ସାହା ଜଣେ ସୁନା ଦୋକାନୀ ନୁହେଁ, ବରଂ ବାଳଗୁରୁ ଭାବରେ ପରିଚିତ ଥିଲେ। ମାନେ ପିଲାମାନଙ୍କର ଗୁରୁ, ଯିଏ ପିଢ଼ି ପରେ ପିଢ଼ି ତିଆରି କରନ୍ତି। ଏହା ହିଁ ଥିଲା ତାଙ୍କର ପ୍ରକୃତ ଧନ, ତାଙ୍କର ପ୍ରକୃତ ଉତ୍ତରାଧିକାର। ଆଉ ତାପରେ ଆସିଲା ସେହି ମୁହୂର୍ତ୍ତ ଯାହାର ଅପେକ୍ଷା ବର୍ଷ ବର୍ଷ ଧରିଥିଲା। ଗୁରୁ ଆଉ ଶିଷ୍ୟଙ୍କର ସାକ୍ଷାତ, କାହାଣୀର ସବୁଠୁ ଭାବପ୍ରବଣ ମୁହୂର୍ତ୍ତ। କେତେ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ଏତେ ବର୍ଷ ପରେ ବି ମାଷ୍ଟରଜୀ ଗୋଟିଏ ନଜରରେ ତାଙ୍କ ଛାତ୍ରକୁ ଚିହ୍ନି ପକେଇଲେ। ଆଉ ତାଙ୍କ ମୁହଁରୁ ସ୍ନେହରେ ବାହାରି ଆସିଲା, ତୁମେ ଅଶୋକ ନା? କେତେ ବଡ଼ ହୋଇଗଲଣି। ଏହି ସମ୍ପର୍କ ସମୟଠାରୁ ବହୁତ ଉପରେ ଥିଲା। ଏହି କଥା ଶୁଣି ଛାତ୍ରଙ୍କର ଅବସ୍ଥା କ'ଣ ହୋଇଥିବ ଭାବନ୍ତୁ ଥରେ। ତାଙ୍କ ପାଇଁ ଏହା ଏକ ବିଜୁଳିର ଝଟକା ଭଳି ଥିଲା। ସେହି ପୁରୁଣା ସମ୍ପର୍କ, ସେହି ସ୍ନେହ, ସେହି ସମ୍ମାନ, ସବୁକିଛି ଯେମିତି ପୁଣିଥରେ ଜୀବନ୍ତ ହୋଇଉଠିଲା। ତେବେ ଏହି ପୂରା କାହାଣୀ ଆମକୁ ଗୋଟିଏ ବହୁତ ବଡ଼ ପ୍ରଶ୍ନ ପାଖରେ ଆଣି ଛିଡ଼ା କରାଏ। ଜଣେ ଶିକ୍ଷକର ପ୍ରକୃତ ସମ୍ପତ୍ତି କ'ଣ? ତାଙ୍କର ଦୋକାନ, ତାଙ୍କର ଘର, ନା ତାଙ୍କ ଛାତ୍ରଙ୍କ ମନରେ ଥିବା ସେହି ସ୍ନେହ, ସମ୍ମାନ ଆଉ ଶିକ୍ଷା? ଏହାର ଉତ୍ତର ବୋଧହୁଏ ଏହି କାହାଣୀ ଭିତରେ ହିଁ ଲୁଚି ରହିଛି।